ଶ୍ରୀଯୁକ୍ତ ସନ୍ଦୀପ ସାହୁ ଓଡ଼ିଶାର ଜଣେ ଜଣାଶୁଣା ସାମ୍ବାଦିକ ମୋ ସହିତ ସାମିଲ ହେଉଛନ୍ତି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କର ମତ ଚାହିଁବି। ମୁଁ ସ୍କ୍ରିନ୍ ଉପରେ ଦ ହିନ୍ଦୁରେ ବାହାରିଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ସାଂସଦ ମୁଖପାତ୍ର ସସ୍ମିତ ପାତ୍ରଙ୍କର এই ମନ୍ତବ୍ୟ ଉପରେ ଆପଣଙ୍କର ଟିପ୍ପଣୀ ଚାହିଁବି। ଶ୍ରୀଯୁକ୍ତ ସାହୁ ସନ୍ଦୀପ ସାହୁଙ୍କୁ ଏହି ପ୍ରଶ୍ନ ପଚାରିବା ପାଇଁ ଚାହିଁବି ଯେ ଦିଲ୍ଲୀଠାରେ ହିନ୍ଦୁରେ ଏକ ସାକ୍ଷାତକାର ଦେଇ ଶ୍ରୀଯୁକ୍ତ ସସ୍ମିତ ପାତ୍ର କହୁଛନ୍ତି ଯେ ଆମେ କଂଗ୍ରେସ ଠାରୁ ଯେତିକି ଦୂରରେ ଅଛୁ ବିଜେପି ଠାରୁ ସେତିକି ଦୂରରେ ଅଛୁ, ଇକ୍wi ଡିଷ୍ଟାନ୍ସ। ତା ମାନେ ବିଜୁ ଜନତା ଦଳ ପୁରା ବିରୋଧୀ ଦଳରେ ନାହିଁ, ଇଣ୍ଡିଆ ମେଣ୍ଟ ସହିତ ନାହିଁ, ବିଜୁ ଜନତା ଦଳ ମଝିରେ ଅଛି। ଯେମିତି ଇକ୍ୱାଲ ଡିଷ୍ଟାନ୍ସ ଥିଓରି ଥିଲା ସମ ଦୂରତ୍ୱ ସେହି ଦୂରତ୍ୱରେ ଅଛି। କଂଗ୍ରେସ ବା ତା ଅଧୀନରେ ଥିବା ମିତ୍ର ଦଳ ଗୁଡ଼ିକୁ ନେଇ ଯେଉଁ ଇଣ୍ଡିଆ ମେଣ୍ଟ ତିଆରି ହେଇଛି, ଏନଡିଏ ଭାରତୀୟ ଜନତା ପାର୍ଟି ଆଉ ମିତ୍ର ଦଳକୁ ନେଇ ଯେଉଁ ମେଣ୍ଟ ତିଆରି ହେଇଛି ତା ଭିତରେ ବିଜୁ ଜନତା ଦଳ ନାହିଁ, ମଝିରେ ଅଛି। ନବୀନ ପଟ୍ଟନାୟକ କିଛି ଦିନ ତଳେ ଶ୍ରୀଯୁକ୍ତ ସନ୍ଦୀପ ସାହୁ ଯେଉଁ ମନ୍ତବ୍ୟ ରଖିଥିଲେ ଆପଣଙ୍କର ମନେ ପଡିଥିବ, ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଥିଲା ଆମେ ପାର୍ଲାମେଣ୍ଟରେ ସକ୍ରିୟ ବିରୋଧୀ ଦଳ ଭୂମିକାରେ ରହିବୁ। ଏବେ ଇକ୍ୱାଲ ଡିଷ୍ଟାନ୍ସରେ ବିରୋଧୀ ପକ୍ଷ ଆଉ ଶାସକ ପକ୍ଷଙ୍କ ଠାରୁ ଇକ୍ୱାଲ ଡିଷ୍ଟାନ୍ସରେ ବିଜେଡି ରହୁଛି। ଆପଣ ଆକୁ କେମିତି ଦେଖୁଛନ୍ତି? ନିଶ୍ଚିତ ଭାବରେ ଗୋଟେ ବିରୋଧାଭାସ ତା ଭିତରେ ମତେ ଦେଖାଯାଉଛି, କାହିଁକିନା ଦଳର ମୁଖ୍ୟ ଯେତେବେଳେ କହୁଛନ୍ତି ଯେ ଆମେ ବିରୋଧୀ ଦଳ ଭୂମିକାରୁ ଅବତୀର୍ଣ୍ଣ ହେବୁ ଏବଂ ପାର୍ଲାମେଣ୍ଟରେ ଜୋରଦାର ବିଭିନ୍ନ ପ୍ରସଙ୍ଗରେ ବିରୋଧ କରିବୁ ଏବଂ ସେଠି ସମଦୂରତ୍ୱ କଥା ଜଣେ ରାଜ୍ୟସଭା ସାଂସଦ କହିବା ତା ଭିତରେ ମତେ ଗୋଟେ ବିରୋଧାଭାସ ଦେଖାଯାଉଛି। ଏବଂ ବର୍ତ୍ତମାନ ଲୋକସଭାରେ ତ ଆଉ କୌଣସି ପ୍ରକାରର ଉପସ୍ଥିତି ନାହିଁ ବିଜୁ ଜନତା ଦଳର, କେବଳ ରାଜ୍ୟସଭାରେ ତାଙ୍କର ଷ୍ଟାଣ୍ଡକୁ ନେଇକିରି ଆମେ ଆଲୋଚନା କରୁଛେ। ଏବଂ ରାଜ୍ୟସଭାରେ ଯାହା ଆମେ ଦେଖିଲେ ରାଷ୍ଟ୍ରପତିଙ୍କର ଅଭିଭାଷଣ ଉପରେ ଯୋଉ ଧନ୍ୟବାଦ ପ୍ରସ୍ତାବ ଉପରେ ଯୋଉ ତାଙ୍କର ଆଭିମୁଖ୍ୟ ରହିଲା, ସେଥିରୁ ଲାଗିଲା ଯେ ନାଇଁ ଏଥର ବୋଧେ ବିରୋଧୀ ଦଳଙ୍କ ସହିତ ବିଜୁ ଜନତା ଦଳ ରହିବ ଏବଂ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ। କିନ୍ତୁ ସସ୍ମିତ ପାତ୍ର ଯୋଉ କଥା କହୁଛନ୍ତି ଇକ୍wi ଡିଷ୍ଟାନ୍ସ କଥା କେବଳ ଗୋଟେ ଲୋକଙ୍କ ପାଇଁ କୁହା ହଉଥିଲା ସିନା, କିନ୍ତୁ ଆମେ ଜାଣିଛୁ ଭଲ ଭାବରେ ଯେ ଇକ୍wi ଡିଷ୍ଟାନ୍ସ କେବେ ବି ନଥିଲା। ନିଶ୍ଚିତ ଭାବରେ ସନ୍ଦୀପ ବାବୁ ସେ ବିରୋଧୀ ସହିତ ରହିବ ନା କୋଉ ଭୂମିକା ରହିବ? ସେଥିରେ ସସ୍ମିତ ପାତ୍ର କହୁଛନ୍ତି ଯେ ଆମେ ବୁଝିବା ଉଚିତ ନୁହେଁ ଯୋଉ ବାଇନାରୀ ଚାଲିଛି, ଆପଣ ଏଫାକରେ ନହେଲେ ସେଫାକରେ ସେମିତି ଚାଲିବନି। ବିରୋଧୀ ଦଳ ନେଚର ହବ, ଇଣ୍ଡିଆ ମେଣ୍ଟରେ ନ ରହି ମଧ୍ୟ ଆମେ ବିରୋଧୀ ହୋଇପାରିବୁ। ନିଶ୍ଚିତ ଭାବରେ ହେଇପାରିବେ, କିଛି ଅସୁବିଧା ନାହିଁ। ଇଣ୍ଡିଆ ମେଣ୍ଟରେ ରହିବା ସେଥିପାଇଁ ଜରୁରୀ ନୁହଁ, କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ଯେମିତି ଗତ 5 ବର୍ଷ ଧରିକିରି କେନ୍ଦ୍ର ସରକାରକୁ ସମର୍ଥନ ଅବିଚାରିତ ଭାବେ ସମର୍ଥନ ଯୋଗେଇ ଆସିଥିଲା ବିଜୁ ଜନତା ଦଳ, ବର୍ତ୍ତମାନ ଆଗକୁ ଦେଖିବା କଥା ଯେତେବେଳେ ବିଭିନ୍ନ ବିଲ୍ ଆସିବ, ଅନେକ ତା ଭିତରୁ ହୁଏତ ବିବାଦୀୟ ବିଲ୍ ବି ଆସିବ, ସେତେବେଳେ ଦଳର ଆଭିମୁଖ୍ୟ କଣ ରହୁଛି ପାର୍ଲାମେଣ୍ଟରେ, ବିଶେଷ କରି ରାଜ୍ୟସଭାରେ, ସେଇଟା ଦେଖିଲା ପରେ ଆମେ କହିପାରିବା ଏଇ ଯୋଉ ଛୋଟ ସେସନଟି ଗଲା ବର୍ତ୍ତମାନ ସଦ୍ୟ ସମାପ୍ତ ସେସନଟି, ସେଥିରେ ଯଥେଷ୍ଟ ଆମକୁ ମାନେ ଗୋଟେ ନିର୍ଦ୍ଦିଷ୍ଟ ଉପସଂହାରରେ ଉପନୀତ ହେଲା ଭଳି କୌଣସି ଜିନିଷ ଆମକୁ ଦେଖିବାକୁ ମିଳିଲାନି, ଯଦିଓ ସେମାନେ ବିରୋଧୀ ଦଳଙ୍କ ସହିତ ରହିଲେ ଏବଂ କକ୍ଷ ତ୍ୟାଗ କଲେ ଯେତେବେଳେ। ତେଣୁକରି ବର୍ତ୍ତମାନ ଏଇ ଛୋଟ ସେସନ ଆଧାରରେ ଆମେ ଗୋଟେ ଉପସଂହାରରେ ପହଞ୍ଚି ପାରିବା ନାହିଁ। ଆମକୁ ଆଗକୁ ଦେଖିବାକୁ ପଡିବ, ଅପେକ୍ଷା କରିବାକୁ ପଡିବ ଯେ ବିଭିନ୍ନ ପ୍ରସଙ୍ଗରେ ଯେତେବେଳେ ପାର୍ଲାମେଣ୍ଟରେ ଆଲୋଚନା ହଉଛି, ବିଭିନ୍ନ ବିଲ୍ ଯେତେବେଳେ ଉପସ୍ଥାପନ ହଉଛି ଗୃହରେ, ସେତେବେଳେ ବିଜୁ ଜନତା ଦଳର ଭୂମିକା କଣ ରହୁଛି? ବିରୋଧୀ ଦଳ ଭୂମିକାରେ ରହୁଛନ୍ତି ନା ଆଗ ଭଳି ଯେମିତି କହୁଥିଲେ ଯେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଆମେ ଦବୁ, ଯୋଉଠି ଓଡିଶାର ସ୍ୱାର୍ଥ ଏବଂ ଦେଶର ସ୍ୱାର୍ଥ ପ୍ରସଙ୍ଗର କିଛି ଗୋଟେ ବୁଲା। କୋଉ ପରିସ୍ଥିତିରେ ବିଜେଡି ଏଇଭଳି ଗୋଟେ ମଧ୍ୟସ୍ଥଳରେ ମିଡିଲ ପାଥରେ ରହିବା ପାଇଁ ଚିନ୍ତା କରୁଛି? କାହିଁକି ଇଣ୍ଡିଆ ମେଣ୍ଟ ସହିତ ରହି ବିରୋଧ କରିବା ପାଇଁ ଚେଷ୍ଟା କରୁନି? ଏହାର କାରଣ କଣ? ଦେଖନ୍ତୁ, ବିଜୁ ଜନତା ଦଳ ପାଇଁ ନିଶ୍ଚିତ ଭାବରେ ଗତ ନିର୍ବାଚନର ଫଳାଫଳ ଅପ୍ରତ୍ୟାଶିତ ଥିଲା। ସେମାନେ ହୁଏତ ଅନୁମାନ କରିଥିଲେ ଯେ ଆମେ ପୂର୍ବ ଭଳି ଆଉ ଥରେ ସରକାର ଗଢିବୁ ଏବଂ ଯୋଉ
संपर्क 2019 परठारु रही आसी केंद्र सरकार सहित सेमती गोटे सौहार्द्यपूर्ण संपर्क रहिबो। वर्तमान जेतेबेले जहां को एते दिन धरिकी समर्थन दे आसथिले सी जेतेबेले सबु लोकसभा सीट नहीं गले एवं लोकसभा रे कौन प्रकार उपस्थिति रहिला नहीं, तेणुक एक प्रकार पुनर्विचार करने बाध्य होइछि बिजु जनता दल एवं एबे भी कांग्रेस सहित सामिल हवा पई बा कांग्रेस नेतृत्वाधीन इंडिया मेंटर सामिल हवा पई मन स्थिर करि पारि नाही एवं मत लागुछि जे बिजु जनता दल भितरे एबे भी द्वंद्व रही जे आगु को तांकर भूमिका पार्लियामेंट रे कौन रहिबो, जोथि पई कि ए प्रकार रो विरोधाभास देखा जाउछि। दलर मुख्य गोटे प्रकार रो कथा कहउछन्ति एवं सांसद आउ जणे अन्य प्रकार रो कथा कहउछन्ति। तेणु करी आमको मते लागुछि जे माने तांको भितरे जो द्वंद्व रही से द्वंद्व दूर हवा पई आउ किछि समय हमको अपेक्षा करिया पड़िबो एवं तापर जाइकरी आमे कहि परिबो। संदीप साहू आपण जदि वोट पाइलेनी आपण बीजेपी ओडिशा रे अछि, आपण विरोधी दल रे रहिबे, आपण दिल्ली रे जदि एनडीए को समर्थन करूनांती ताले आपण विरोधी दल रे रहिबे, कांग्रेस सहित रहिबे, सो दैट आपनकर कथार जोर रहिबो, आपण बहुत जोर रे कथा कहि परिबे, दाबी उपस्थापन करि परिबे, आपण विरोधी भूमिका रे रहउछन। किंतु समय आसिले आमे विरोधी संगे रहिबु, समय आसिले आमे बीजेपी पक्ष को पळेबु। ए जो स्टैंड मु भाबुची भारत वर्ष रे ए गुटे यूनिक एक्सपेरिमेंट निश्चित भाव वर्तमान समय ता ही होची सबसे देखंतु केतक राजनैतिक बाध्यबाधकता अछि जोथि पई कि से माने पूर्ण प्राण रे इंडिया मेंट सहित शामिल हेई पारुनांती। निर्वाचन पूर्वरु मध्य इंडिया मेंट तरफरु जोगाजोग करा जायतिला, बिजु जनता दलर समर्थन मगा जायतिला, आपण जानिचंती भलो भाबरे, किंतु सेतबेले समर्थन दबा पई बिजु जनता दल राजी हेई नथिला। वर्तमान जेतबेले परिस्थिति परिवर्तित परिस्थिति रे देखा जाउची जे से माने संपूर्ण भाव विरोधी सहित सामिल हेई पारुनांती, केतटा बाध्यबाधकता रहुची, हुए तो किछि आशंका भी रहुची जे जो 5 वर्ष धरिकी जो प्रकार संपर्क थिला सेथिरे अन्य बहु राज्य रे क्षेत्रीय दल मान द्वारा शासित राज्य मानक आपण देखिछन्ती सरकार मान को केमती केंद्र सरकार विभिन्न तांकर एजेंसी लगेइकरी हलापटा करिसेंती, हैरान करिसेंती। जने मुख्यमंत्री जेल जाइथिले, एबे पुणी आसिकरी क्षमता ग्रहण करिसेंती, अन्य मानक विरुद्ध रे सीबीआई, ईडी एवं आईटी ए सब एजेंसी को लगा हैछि। तेणुकरी एवं बिजु जनता दल सरकार समय विभिन्न स्कैम हैछि जोथिरे गोटाकरे तो केंद्रीय अनुसंधान चलीछि एपर्यंत सीबीआई रो अनुसंधान, चिट फंड स्कैम, माइनिंग स्कैम, एपरी अन्य अनेक प्रसंग अछि जोथिरे हुए तो आशंका अछि जे जदि आमे संपूर्ण भाव में विरोधी दल भूमिका रे अवतीर्ण हबु पार्लियामेंट रे ताले हुए तो आम विरुद्ध रे प्रतिशोधमूलक कार्यानुष्ठान किछि नहीं पारंती केंद्र सरकार, आमको असुविधा रे पकई पारंती, आम नेता हुए तो किछि तदंतर परिसर भितर को आसी पारंती, से आशंका अच्छी जोथि पई कि संपूर्ण भाव में विरोधी दलों सहित सामिल करी केंद्र सरकार को एनडीए सरकार को संपूर्ण नाराज करने चाहूना बिजु जनता दल से वर्तमान गोटे आमे आगामी दिन में देखिबु कि जे जो सक्रिय आ गोटे बलिष्ठ विरोधी दल भूमिका रे बिजु जनता दल रहियो बोली घोषणा करितिला, ए नीति टिके डाइल्यूट करूची। प्रकृत रे गोटे सक्रिय विरोधी दल भूमिका रे बीजेडी न रही पारे, समय अनुसार परिस्थिति को देखी राजनीतिर गति को देखी बिजु जनता दल तार गति स्थिर करिवो। ओडिशा ही पारे ताई मने होउची जे निर्दिष्ट केतोटी प्रसंग रे हुए तो विरोधी दलों सहित रहिबो बिजु जनता दल, किंतु अन्य किछि प्रसंग रे हुए तो सरकार को समर्थन जेतबेले विशेष करी जेतबेले वोटिंग कथा आसीबो, विभिन्न बिल ऊपर समर्थन दबा कथा आसीबो, सेतबेले हुए तो माने कथा रे भाषण रे विरोध करबा गोटे जिंस एवं वोटिंग बेले विरोध करबा संपूर्ण गोटे भिन्न जिंस। अनेक समय गत पार्लियामेंट रे मध्ये आमे देखिछु एमिति हेछि जे लोकसभा रे गोटे बिल को समर्थन करिछि बिजु जनता दल, किंतु राज्यसभा रे विरोध करिछि। आपण देखछन्ती फार्मर्स बिल कथा मने पकई देबी मु। तेणुकरी तांकर स्टैंड सबु बेले गोटे ताकू नेकरी द्वंद्व रहिछि जे प्रकृत रे बिजु जनता दल रो स्टैंड कोन। एबे से द्वंद्वटा आउरी टिके बढ़ी जाइछि,
ଅନ୍ତତଃ ସେତେବେଳେ ଦେଖାଯାଉଥିଲା ଗତ 5 ବର୍ଷ ଧରିକିରି ଆମେ ଦେଖୁଥିଲେ ଯେ ସବୁ ବିଲ୍‌ରେ ଯେତେବେଳେ ଭୋଟିଂ କରିବା କଥା ଆସିଛି ସେତେବେଳେ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କ ସହିତ ରହିଛି, ବିରୋଧୀ ଦଳଙ୍କ ବିରୁଦ୍ଧରେ ଭୋଟ ଦେଇଛି ବା ତାଙ୍କର ଷ୍ଟାଣ୍ଡ ଜାହିର କରିଛି। ଏବଂ ଏଥର ଯେହେତୁ ସେମାନେ ଏଠି ବିରୋଧୀ ଦଳ ହେଇଯାଇଛନ୍ତି ରାଜ୍ୟ ଭିତରେ, ତେଣୁକରି ସେମାନେ ଗୋଟେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ପ୍ରକୃତରେ ଆପଣ ଯାହା କହିଲେ ପରିସ୍ଥିତି ଦେଖିକିରି ସେତେବେଳର ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସେମାନେ ପ୍ରସଙ୍ଗ ଭିତ୍ତିକ ଷ୍ଟାଣ୍ଡ ନେବେ, କିନ୍ତୁ ଗୋଟେ ୟୁନିଫର୍ମ ଷ୍ଟାଣ୍ଡ ଯୋଉଟା ଆମେ ବିରୋଧୀ ଦଳ ଯେମିତି ନିଅନ୍ତି ଯେ ମାନେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସବୁ ପ୍ରସଙ୍ଗରେ ବିରୋଧ କରିବା, ସେଭଳି ଷ୍ଟାଣ୍ଡ ବୋଧେ ବିଜୁ ଜନତା ଦଳ ନେଇପାରିବ ନାହିଁ। କାହିଁକି ନା ତାଙ୍କର ସ୍ଥିତି ବର୍ତ୍ତମାନ ଗୋଟେ ଅଦ୍ଭୁତ ସ୍ଥିତି ଅଛି ଯୋଉଥିରେ ଲୋକସଭାରେ ବିଲକୁଲ ତାଙ୍କର କୌଣସି ପ୍ରକାରର ଆଉ ଭୂମିକା ନାହିଁ। କେବଳ ରାଜ୍ୟସଭାରେ ଯୋଉ ଅଛନ୍ତି ତାଙ୍କର ସାଂସଦ, କେବଳ ତାଙ୍କୁ ହିଁ ନେଇକିରି ତାଙ୍କର ଷ୍ଟାଣ୍ଡ। ଏବଂ ସେଥିରେ ଅନେକ ସମୟରେ ଆମେ ଦେଖିବା ଯେ ଗୋଟେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଦଳର ସ୍ୱାର୍ଥ ଏବଂ ତାଙ୍କର ବୃହତ୍ତର ଓଡିଶାର ସ୍ୱାର୍ଥ କଥା ନେଇକିରି କେତେବେଳେ ହୁଏତ ସମର୍ଥନ କରିପାରନ୍ତି, କେତେବେଳେ ମଧ୍ୟ ବିରୋଧ କରିପାରନ୍ତି। ଆମକୁ ଅପେକ୍ଷା କରିବାକୁ ପଡିବ ଯେତେବେଳେ ବିଭିନ୍ନ ବିଲ୍ ଉପରେ ଭୋଟିଂ ହବ ବା ଷ୍ଟାଣ୍ଡ ନବା କଥା ଆସିବ, ସେତେବେଳେ ଯାଇକି ଆମେ ସ୍ପଷ୍ଟ ହବା ଯେ ପ୍ରକୃତରେ ବିଜୁ ଜନତା ଦଳର ଷ୍ଟାଣ୍ଡ ଆଗକୁ କଣ ହବାକୁ ଯାଉଛି। ଲାଷ୍ଟ କ୍ୱେଶ୍ଚିନ୍ ମୋର ରହିବ ସଞ୍ଜୟ ବାବୁ, ଓଡିଶାରେ ଆପଣ କୋଉ ଭୂମିକାରେ ବିଜେଡି ରହିବ ବୋଲି ଭାବୁଛନ୍ତି? କଂଗ୍ରେସ ଠାରୁ ଆଉ ବିଜେପି ଠାରୁ ଇକ୍ୱାଲ ଡିଷ୍ଟାନ୍ସରେ ରହିବ ନା ପୁରା ସକ୍ରିୟ ଭାବରେ ବିଜେପି କୁ ବିରୋଧ କରିବ କଂଗ୍ରେସ ସହିତ ମିଶିକିରି? ବିଜେପି କୁ ତ ନିଶ୍ଚୟ ବିରୋଧ କରିବ, ଏଠି ସେଥିରେ ସନ୍ଦେହ ନାହିଁ। ଆପଣ ଦେଖିଛନ୍ତି ଗତ 5 ବର୍ଷ ଭିତରେ ଯଦିଓ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହିତ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଥିଲା ନବୀନ ପଟ୍ଟନାୟକଙ୍କର, ଏଠି ଭାରତୀୟ ଜନତା ପାର୍ଟିର ରାଜ୍ୟ ଶାଖା ସେମାନେ ପ୍ରବଳ ବିରୋଧ କରୁଥିଲେ ନବୀନ ପଟ୍ଟନାୟକ ସରକାରକୁ। ସେମିତି ଦିଟାକୁ ଆମେ ଯୋଡିକିରି ଦେଖିପାରିବାନି। ଏମିତି ହେଇପାରେ ଯେ ଏଠି ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହବ ଏବଂ ବିଧାନସଭା ଭିତରେ ଏବଂ ବାହାରେ ବିଜେପି ସରକାରଙ୍କୁ ବିରୋଧ କରିବ, ଜୋରଦାର ବିରୋଧ କରିବ ଏବଂ କୌଣସି ପ୍ରକାରର କଂଗ୍ରେସ ସହିତ ହୁଏତ ବିଧାନସଭା ଭିତରେ ଗୋଟେ ଷ୍ଟ୍ରାଟେଜିକ ଅଣ୍ଡରଷ୍ଟାଣ୍ଡିଂ ହେଇପାରେ ସରକାରଙ୍କୁ ଘେରିବା ପାଇଁ, ସରକାରଙ୍କୁ କାଠଗଡାରେ ଠିଆ କରିବା ପାଇଁ ଏବଂ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ। ଗୋଟେ ଯେମିତି ବିଜେପି ଆଉ କଂଗ୍ରେସ ମଧ୍ୟରେ ବି ଅନେକ ସମୟରେ ହେଇଛି, ଆପଣ ଦେଖିଛନ୍ତି ଗୋଟେ ଷ୍ଟ୍ରାଟେଜିକ ଅଣ୍ଡରଷ୍ଟାଣ୍ଡିଂ କେବଳ ଗୃହ ଭିତରେ, କିନ୍ତୁ ଗୃହ ବାହାରେ ମତେ ଲାଗୁନାହିଁ ଯେ କଂଗ୍ରେସ ସହିତ ବିଜୁ ଜନତା ଦଳ ହାତ ମିଳେଇବାର ବା ତାଙ୍କ ସହିତ ମିଶିକିରି ଗୋଟେ ବିରୋଧ କରିବାର କୌଣସି ପ୍ରକାରର ଚେଷ୍ଟା କରିବ, ସେଭଳି ମତେ ଲାଗୁନାହିଁ। କାହିଁକି ନା ବିଜୁ ଜନତା ଦଳ ଏସେନ୍ସିଆଲି ଆପଣ ଯଦି ଦେଖିବେ ପୁରା ମୂଳ ତାର ଜନ୍ମ ଦେଖିବେ, ସେ ଗୋଟେ ଅଣ କଂଗ୍ରେସ ରାଜନୀତିରୁ ବିଜୁ ଜନତା ଦଳର ସୃଷ୍ଟି ଏବଂ ଜନତା ତା ପୂର୍ବବର୍ତ୍ତୀ ଅବସ୍ଥାରେ ଜନତା ଦଳ ଥିଲା, ଯୋଉଟା ବେସିକାଲି ସେତେବେଳେ ବିଜେପିର କୌଣସି ପ୍ରକାରର ଏଠି ସ୍ଥିତି ହିଁ ନଥିଲା। ଯେତେବେଳେ କି କଂଗ୍ରେସ ଏବଂ ଜନତା ଦଳ ଦୁଇଟି ଦଳ ଥିଲେ, ତା ଭିତରୁ ଜନତା ଦଳ ଭିତରୁ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ ଜନ୍ମ ନେଲା ଏବଂ ଆଉ ଏ ବଦଳି ଯାଇଥିବା ସମୟରେ ବିଜେପି ଠାରୁ କଂଗ୍ରେସ ବେଶୀ ନିର୍ଭରଯୋଗ୍ୟ କି ନୁହେଁ? କୋଉଠି ରାଜ୍ୟ? ବିଜେଡି ପାଇଁ ନିଶ୍ଚିତ ଭାବରେ ବିଜେପି ଯେହେତୁ ବର୍ତ୍ତମାନ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଶାସନ କ୍ଷମତାରେ ରହିଛି, ତେଣୁକରି ନିଶ୍ଚିତ ଭାବରେ ଗୋଟେ କିଛି ପ୍ରକାର କୌଣସି ପ୍ରକାରର ଗୋଟେ ସହାବସ୍ଥାନ ପାଇଁ ବାଟ ଖୋଜିବା ଦରକାର। କାହିଁକି ନା ଯଦି ମିଳିତ ବିରୋଧୀ ହେଇକିରି ଗୋଟେ ବିରୋଧ କରିବେ ତାହେଲେ ତାର କିଛି ଇମ୍ପାକ୍ଟ ରହିବ, ଆଉ ଯଦି ସେତକ ନ ରୁହେ ତାହେଲେ ଯୋଉ ବିରୋଧଟା ହୁଏତ ଦୁର୍ବଳ ହେଇଯିବ। ତେଣୁକରି କଂଗ୍ରେସ ସହିତ ଯଦିଓ ତାଙ୍କର ଆଦର୍ଶଗତ ପାର୍ଥକ୍ୟ ଅଛି ଏବଂ କଂଗ୍ରେସ ସହିତ ଲଢେଇ କରିକିରି ହିଁ ବିଜୁ ଜନତା ଦଳର ଜନ୍ମ ହେଇଛି, ତେଣୁକରି ଅନେକ ବିଜୁ ଜନତା ଦଳ କର୍ମୀଙ୍କ ପାଇଁ, ନେତାଙ୍କ ପାଇଁ କଂଗ୍ରେସ ସହିତ କୌଣସି ପ୍ରକାରର ବୁଝାମଣା ସେଟା ହୁଏତ ଗ୍ରହଣୀୟ ନ ହେଇପାରେ, କିନ୍ତୁ ରାଜନୈତିକ ବାଧ୍ୟବାଧକତା ଯୋଗୁଁ ଅନେକ ସମୟରେ ଆଟଲିଷ୍ଟ ବିଧାନସଭା ଭିତରେ ମୁଁ ଲାଗୁଛି ଯେ କିଛି ପ୍ରକାରର ଗୋଟେ ଷ୍ଟ୍ରାଟେଜିକ ଅଣ୍ଡରଷ୍ଟାଣ୍ଡିଂ କରିବାକୁ ସେମାନେ ଏକ ପ୍ରକାରର ବାଧ୍ୟ ହେଇପାରେ। ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ସନ୍ଦୀପ ସାହୁ ଆପଣଙ୍କର ମତାମତ ପାଇଁ, ବହୁତ ଧନ୍ୟବାଦ। ନମସ୍କାର।